ବାହୁଡ଼ା ଯାତ୍ରାରେ ତିନି ରଥ ସିଂହ ଦ୍ୱାରକୁ ଫେରିଛନ୍ତି। ବୁଧବାର ଦିନ ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ପ୍ରାୟ 18 ଲକ୍ଷ ଶ୍ରଦ୍ଧାଳୁ ସୁନାବେଶ ଦର୍ଶନ କରିଥିଲେ। ଗୁରୁବାର ଦିନ ସନ୍ଧ୍ୟା ଧୂପ ପରେ ରଥ ଉପରେ ଅଧର ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ଅଧର ଚୁମ୍ବି ମାଟିହାଣ୍ଡି 3ଟି ଲେଖାଏଁ ଶ୍ରୀଜୀଉଙ୍କ ସମ୍ମୁଖରେ ରଖାଯାଇଥିଲା। ବଡ଼ ପିତ୍ତଳ କୁଣ୍ଡ ଛାଉଣି ମଠ କୂଅରୁ ପାଣି ଆଣି ରଖାଯିବା ପରେ ସେଥିରେ କ୍ଷୀର, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ମିଶ୍ରଣ ହୋଇ ପଣା ପ୍ରସ୍ତୁତି ହୋଇଥିଲା। ସେହି ପଣା 3ଟି ହାଣ୍ଡିରେ ପୂର୍ଣ୍ଣ କରାଯାଇଥିଲା। ଏହି ନୀତିକୁ ପତ୍ରିବଡ଼ୁ, ସୁଆରବଡ଼ୁ, ଗରାବଡ଼ୁ ଓ ପାଳିଆ ସେବକମାନେ ପଣା ପ୍ରସ୍ତୁତି କରିଥିଲେ। ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପଣା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଥିଲେ। ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ମନ୍ତ୍ରରେ ପୂଜା କରିଥିଲେ। ପୂଜା ପରେ 3 ରଥରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା। ରଥ ଉପରୁ ପଣା ଯିବା ପରେ ରଥ ଚାରିପାର୍ଶ୍ୱରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା ଓ ଅଶରୀର ମାନେ ହୋଇଥିଲେ। ପରେ ରଥ ଉପରେ ବଡ଼ସିଂହାର ନୀତି ଅନୁଷ୍ଠିତ ହୋଇଥିଲା। ଅଧରପଣା ନୀତି ଓ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରାୟ 4 ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ସିଂହଦ୍ୱାର ଠାରେ ଏକତ୍ରିତ ହୋଇଥିଲେ। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ସମେତ ବଡ଼ଦାଣ୍ଡ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।